ଜାତୀୟ ମହିଳା ଦିବସ ଅବସରରେ ମୋଦିଙ୍କ ବଡ଼ ଘୋଷଣା, କମିଲା ଏଲ୍‌ପିଜି ଗ୍ୟାସ୍ ଦର। ତ ଏହାକୁ ନେଇ କ'ଣ ରହିଛି ଫ୍ରେଣ୍ଡ ସମ୍ପୂର୍ଣ୍ଣ ଅପଡେଟ୍ ଏବଂ କେତେ ଟଙ୍କା କମିଛି ଆସନ୍ତୁ ଏହି ଭିଡ଼ିଓରେ ହିଁ ଜାଣିବା। ତ ଭିଡ଼ିଓକୁ ବିନା ସ୍କିପ୍ କରି ସମସ୍ତେ ଶେଷ ପର୍ଯ୍ୟନ୍ତ ଦେଖିବା ସହିତ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଯଦି ଚ୍ୟାନେଲକୁ ନୂଆ କରି ଆସନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ରେ କ୍ଲିକ୍ କରନ୍ତୁ ଆଗକୁ ଏହିଭଳି ଲାଟେଷ୍ଟ ଅପଡେଟ୍ସ ପାଇବା ପାଇଁ। ଅନ୍ତର୍ଜାତୀୟ ମହିଳା ଦିବସରେ କମିଲା ଏଲ୍‌ପିଜି ଗ୍ୟାସ୍ ଦର। ଘରୋଇ ସିଲିଣ୍ଡର ପିଛା 100 ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସର ଟ୍ୱିଟରେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମହିଳା ଦିବସ ଅବସରରେ ଆମେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ 100 ଟଙ୍କା ରିହାତି ନେଇ ଏକ ବଡ଼ ନିଷ୍ପତ୍ତି ନେଇଛୁ। ଏହା କେବଳ ମହିଳା ଶକ୍ତିଙ୍କ ଜୀବନକୁ ସହଜ କରିବ ନାହିଁ, ବରଂ କୋଟି କୋଟି ପରିବାରର ଆର୍ଥିକ ବୋଝ ମଧ୍ୟ ହ୍ରାସ କରିବ। ତ ଏହି ପଦକ୍ଷେପ ପରିବେଶ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ସହାୟକ ହେବ, ଯାହା ସମଗ୍ର ପରିବାରର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ। ଏବେ 14.2 କେଜି ଘରୋଇ ସିଲିଣ୍ଡର ରାଜଧାନୀ ଦିଲ୍ଲୀରେ 803 ଟଙ୍କାରେ ମିଳିବ। ପୂର୍ବରୁ ଏହାର ମୂଲ୍ୟ 903 ଟଙ୍କା ଥିଲା। ସେହିପରି ଭୁବନେଶ୍ୱରରେ ଗ୍ୟାସ୍ ଦର 100 ଟଙ୍କା କମିବା ପରେ 829 ଟଙ୍କା ହୋଇଛି। ବର୍ତ୍ତମାନ ଆପଣଙ୍କ ଅଞ୍ଚଳରେ ଗ୍ୟାସ୍ ମୂଲ୍ୟ କେତେ ଟଙ୍କା ରହିଛି କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାଇବେ।